ଜୟଗୁରୁ। ବନ୍ଧୁଗଣ, ଆଜି ମୁଁ କୌଣସି ବ୍ୟକ୍ତିର ସମାଲୋଚନା କରିବାକୁ ନୁହେଁ, ବରଂ ନିଜକୁ ଏବଂ ଆମ ସମସ୍ତଙ୍କୁ ଗୋଟିଏ ବଡ଼ ପ୍ରଶ୍ନ ପଚାରିବାକୁ ଚାହୁଁଛି। ଯଦି କିଛି ତ୍ରୁଟି ଥାଏ କ୍ଷମା କରିବେ। ହେ ମୋର ପ୍ରିୟ ବନ୍ଧୁମାନେ, ଆମେ କ'ଣ ସତରେ ଠାକୁରଙ୍କ ଆଦର୍ଶ ଅନୁସାରେ ଚାଲୁଛୁ, ନା କେବଳ ତାଙ୍କ ନାମ ନେଇଛୁ, ତାଙ୍କର ଦୀକ୍ଷା ନେଇଛୁ ବୋଲି ନିଜକୁ ବହୁ ଗର୍ବିତ ମନେ କରୁଛୁ? ଆଜି ଆମେ ସମସ୍ତେ ଠାକୁରଙ୍କ ଜୟଧ୍ୱନି ଦେଉଛୁ, ତାଙ୍କ ସୁସଜ୍ଜିତ ଫଟୋ ଘରେ ରଖୁଛୁ, ତାଙ୍କ ପ୍ରଦତ୍ତ ସତନାମ ନୀତି ଜପ କରୁଛୁ, ସତସଙ୍ଗ କରୁଛୁ, ଆଉ ଦେଓଘର ବି ଯାଉଛୁ। ହେଲେ ଶିଖୁଛେ କ'ଣ? ଶ୍ରୀ ଠାକୁର କହିଲେ, ତୁମ ଗାଲରେ ଚାପୁଡ଼ା ମାରିଲେ ଯଦି କହିପାର କିଏ କାହାକୁ ମାରୁଛି, ତେବେ ଅନ୍ୟର ବେଳକୁ ମଧ୍ୟ କୁହ ଭଲ କଥା। ଖବରଦାର, ନିଜେ ଯଦି ନ କହିପାର, ସେପରି ନ ଭାବିପାର, ତେବେ ଅନ୍ୟର ବେଳକୁ ଆଦୌ କହିବାକୁ ଯାଅ ନାହିଁ। ଯଦି ନିଜର କଷ୍ଟ ବେଳକୁ ସଂସାରୀ ସାଜ, ତାହେଲେ ଅନ୍ୟ ବେଳକୁ ବ୍ରହ୍ମଜ୍ଞାନୀ ସାଜ ନାହିଁ। ହେ ମୋର ପ୍ରିୟ ବନ୍ଧୁମାନେ, ବରଂ ନିଜ ଦୁଃଖ ବେଳକୁ ବ୍ରହ୍ମଜ୍ଞାନୀ ସାଜ, ଆଉ ଅନ୍ୟ ବେଳକୁ ସଂସାରୀ ସାଜ। ଏପରି ବେଲ ମଧ୍ୟ ଭଲ, ଯେଉଁଥିରେ ସେ ପରମ ପିତା ଖୁସି ହେବେ। ଲୋକଙ୍କର ଯେଉଁଥିରେ ହିତ ହୁଏ ତାହା ହିଁ କରିବା, ତାହା ହିଁ କହିବା ହିଁ ସତ୍ୟ। ଯଦି ମଣିଷ ହୁଅ ତ ନିଜ ଦୁଃଖରେ ହସ, ଆଉ ପର ଦୁଃଖରେ କାନ୍ଦ। ସେ କିଛି ଦେଖୁନାହାନ୍ତି ବୋଲି ଭାବୁଛ କି? ଭୁଲ, ସେ ସବୁ ଦେଖୁଛନ୍ତି, ଆଉ ତାର ବିଚାର ବି କରୁଛନ୍ତି। ସାବଧାନ ହୋଇଯାଅ। ନିଜର ମୃତ୍ୟୁ ଯଦି ଅପସନ୍ଦ କର, ତେବେ କେବେ ହେଲେ କାହାକୁ ମର ବୋଲି କୁହ ନାହିଁ। କିନ୍ତୁ ଆମେ କରୁଛେ ଓଲଟା, ଯେଉଁଟା ଠାକୁରଙ୍କୁ ଆଦୌ ଭଲ ଲାଗେନା। ଆଜି ଠାକୁରଙ୍କୁ ଡାକି ଡାକି କାନ୍ଦେ ସତ, କିନ୍ତୁ ତାହା ଆସକ୍ତିରେ, ଭଲ ପାଇବାରେ ନୁହେଁ କି ପ୍ରେମରେ ନୁହେଁ। ଆଜି ଅନେକ କଥା କହୁଛେ ସତ, କିନ୍ତୁ ଆତ୍ମପ୍ରଶଂସାରେ ବା ନିଜର ଖ୍ୟାତି ବିସ୍ତାର କରିବା ପାଇଁ। ଅଧିକାଂଶ ନାମ ଯଶ ଇତ୍ୟାଦିର ଆଶାରେ ହିଁ ସମସ୍ତଙ୍କର ମନ ଭକ୍ତର ଆଚରଣ କରୁଛି। ବୁଝିପାରୁନାହୁଁ ଯେ ମନରେ ତ କପଟଟା ଲୁଚି ରହିଛି। ଭକ୍ତି ଆସିବ କୋଉଠୁ? ଠାକୁର ବାରମ୍ବାର କହୁଛନ୍ତି, ଏମିତି ନକରି ତତ୍କ୍ଷଣାତ ତାକୁ ବାହାର କରିଦିଅ, ନହିଲେ ନା ତୁମର ମଙ୍ଗଳ ହେବ, ନା ତୁମର ଉନ୍ନତି ହେବ, ବରଂ ସବୁ ହିଁ ପଣ୍ଡ ହେବ। ଆହୁରି ସେ ଠାକୁର କହିଲେ, ତୁମେ ଯେପରି ପ୍ରକୃତ ହେବ, ପ୍ରକୃତି ତୁମକୁ ସେହିପରି ଉପାଧି ନିଶ୍ଚୟ ଦେବ। ତେଣୁ ଆମେ କ'ଣ କରୁଛେ, ନିଜକୁ ଥରେ ପରୀକ୍ଷା କରି ଦେଖ। ଯେ ସତ୍ୟ ପ୍ରଚାର କରିବାକୁ ଯାଇ ନିଜ ମହତ୍ୱର ଗଳ୍ପ କରେ ଏବଂ ସବୁ ସମୟରେ ନିଜକୁ ହିଁ ନେଇ ବ୍ୟସ୍ତ ରୁହେ, ଆଉ ନାନା ରକମର କାଇଦା କରି ନିଜକୁ ସୁନ୍ଦର ଦେଖାଇବାକୁ ଚାହିଁ ରହେ, ଯାହାର ପ୍ରତି ଅଙ୍ଗ ସଞ୍ଚାଳନରେ ଝଲକେ ଝଲକେ ଅହଙ୍କାର ଫୁଟି ବାହାରୁଛି, ଯାହାର ପ୍ରେମରେ ଅହଙ୍କାର, କଥାରେ ଅହଙ୍କାର, ଦୀନତାରେ ଅହଙ୍କାର, ବିଶ୍ୱାସରେ, ଜ୍ଞାନରେ, ଭକ୍ତିରେ, ନିର୍ଭରତାରେ ଅହଙ୍କାର, ସେ ହଜାରେ ପଣ୍ଡିତ ହେଉ, ଆଉ ସେ ଯେତେ ବି ଜ୍ଞାନ ଭକ୍ତିର କଥା କହୁନା କାହିଁକି, ନିଶ୍ଚୟ ଜାଣ ସେ ଭଣ୍ଡ। ତା ପାଖରୁ ବହୁ ଦୂରକୁ ହଟିଯାଅ, ତା କଥା ଆଦୌ ଶୁଣ ନାହିଁ। କେବେ ହେଲେ ତା ହୃଦୟରେ ସତ୍ୟ ନାହିଁ, ଆଉ ମନରେ ସତ୍ୟ ନଥିଲେ ଭାବ କିପରି ଆସିବ? ପ୍ରଚାରର ଅହଙ୍କାର ପ୍ରକୃତ ପ୍ରଚାରର ଅନ୍ତରାୟ। ସେ ହିଁ ପ୍ରକୃତ ପ୍ରଚାରକ, ଯେ ଆପଣା ମହତ୍ୱର କଥା ଭୁଲରେ ମଧ୍ୟ ମୁହଁରେ ଧରେ ନାହିଁ, ଆଉ ଶରୀର ଦ୍ୱାରା ସତ୍ୟର ଆଚରଣ କରେ, ମନରେ ସତ୍ୟ ଚିନ୍ତାରେ ମୁଗ୍ଧ ରୁହେ ଏବଂ ମୁହଁରେ ମନରେ ଭାବାନୁଯାୟୀ ସତ୍ୟର ବିଷୟ ହିଁ କୁହେ। ସେଇଠି ଦେଖିବ ସେ ପ୍ରକୃତ ଠାକୁରଙ୍କ ଲୋକ। ଯେଉଁଠି ଦେଖିବ
କେହି ବିଶ୍ୱାସର ଗର୍ବର ସହିତ ସତ୍ୟର ବିଷୟ କହୁଛି, ଦୟାର କଥା କହୁ କହୁ ଆନନ୍ଦରେ ଏବଂ ଦୀନତାରେ ଅଧୀର ହୋଇ ପଡ଼ୁଛି, ପ୍ରେମର ସହିତ ଆବେଗ ଭରେ ସମସ୍ତଙ୍କୁ ଡାକୁଛି, ଆଲିଙ୍ଗନ କରୁଛି। ଆଉ ଯେଉଁ ମୁହୂର୍ତ୍ତରେ ତାର ମହତ୍ଵର କଥା କେହି କହୁଛି, ତା ସେ ଆଦୌ ସ୍ୱୀକାର କରୁନାହିଁ। କହୁଛି, ହେ ନା, ସେ ମୁଁ ନୁହେଁ, ଆଉ କିଏ ହୋଇଥିବ ବୋଲି। ବରଂ ଦିନ ଏବଂ ମ୍ଳାନ ହୋଇ ବୁକୁ ଫାଟିଲା ପରି ହୋଇପଡ଼ୁଛି। କହୁଛି, ସବୁ ହିଁ ସେଇ ଦୟାଳଙ୍କର ଇଚ୍ଛା। ମୁଁ ତ କିମ୍ଭୂତ କିମ୍ବାକାର ମାତ୍ର। ଯେ ତା ପାଖରେ ଉଜ୍ଜ୍ୱଳ ସତ୍ୟ ଅଛି ହିଁ, ଆଉ ତାର ସାଧାରଣ ଚରିତ୍ରରେ ମଧ୍ୟ ତାହା ଦେଖିପାରିବ। ସତ୍ୟ ଫୁଟି ବାହାରୁଛି। ଯେ ସତ୍କୁ ହିଁ ଚିନ୍ତା କରେ, ଆଉ ଯେ ସତ୍ୟରେ ହିଁ ଭକ୍ତ, ସେ ହିଁ ପ୍ରକୃତ ଠାକୁରଙ୍କ ଲୋକ। କିନ୍ତୁ ଗୋଟିଏ ପ୍ରଶ୍ନ ମୋର ସମସ୍ତଙ୍କୁ, ଯେତେବେଳେ ଆମ ପାଖରେ ଥିବା ଜଣେ ମଣିଷ ଦୁଃଖରେ ପଡ଼େ, ଅସୁବିଧାରେ ପଡ଼େ, ସେତେବେଳେ ଆମେ ତାଙ୍କ ପାଖରେ ଠିଆ ହେଉଛୁ କି? ଠାକୁର କେବେ କେବଳ ଧର୍ମର କଥା କହିନଥିଲେ ବନ୍ଧୁଗଣ, ସେ ଜୀବନର ବାସ୍ତବ କଥା କହିଥିଲେ। ସେ ମଣିଷକୁ ଭଲ ପାଇବା ଶିଖାଇଥିଲେ। ସେବା, ସହାନୁଭୂତି, ଦାୟିତ୍ୱ ଏବଂ ପରସ୍ପର ପ୍ରତି ମମତାର କଥା କହିଥିଲେ। ଯଦି ଆମେ ତାଙ୍କର ନାମ ନୀତି ଜପ କରୁଛୁ, ଠାକୁରଙ୍କୁ ଟିକିଏ ଭଲ ପାଉଛୁ, ତାଙ୍କର ନିର୍ଦ୍ଦେଶ ପଥରେ ଚାଲୁଛୁ, ତାହେଲେ ତାଙ୍କୁ ଭଲ ପାଉଥିବା ଭାଇକୁ କିପରି ଭୁଲି ଯାଉ, ଯାହାଙ୍କର ଜୀବନ ଏଇ ମଣିଷ ପାଇଁ ତ୍ୟାଗ କରିଦେଲେ। ତାଙ୍କର ଭଲ ପାଇବାର ଅସ୍ତ୍ରରେ ପ୍ରିୟ ଅପ୍ରିୟ ସମସ୍ତଙ୍କୁ କୋଳେଇ ନେଇଥିଲେ। ସମସ୍ତଙ୍କ ପାଖରେ ଅତି ଆପଣାର ହୋଇ ମିଶିଛନ୍ତି। ଯେ ତାଙ୍କରି ସନ୍ତାନ ଆମେ ତ। ଏହି ଗର୍ବରେ, ଏହି କଥାରେ ତାଙ୍କର ଶିଷ୍ୟ ବୋଲି ନିଜର ଏକ ସ୍ୱତନ୍ତ୍ର ପରିଚୟ କହିପାରୁ। କିନ୍ତୁ ଜଣେ ଗୁରୁ ଭାଇର ଅସହାୟ ପରିବାରର ଲୁହ ଦେଖି କଥା ଦେଇ କଥା ଫେରାଇ ନେଉ କେମିତି? ତାଙ୍କର ଜୀବନରେ ଆହୁରି ଦୁଃଖର ପାହାଡ଼ ଲଦି ଦେଉ କେମିତି? ତେବେ କୁହ, ଆମେ କାହାର ପଥରେ ଚାଲୁଛୁ? ଯଦି ଆମେ ମନ୍ଦିରରେ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛୁ, କିନ୍ତୁ ଜଣେ ବିଧବା ମା କିମ୍ବା ଜଣେ ଅନାଥ ପିଲାର ଦୁଃଖ ଦେଖି ମୁହଁ ଫେରାଇ ଦେଉ କେମିତି? ତେବେ ଆମର ସାଧନା କେଉଁଠି? ଠାକୁରଙ୍କ ନାମ ନେବା ତ ଅତି ସହଜ ବନ୍ଧୁଗଣ, କିନ୍ତୁ ଠାକୁରଙ୍କ ଆଦର୍ଶକୁ ଜୀବନରେ ପରିପାଳନ କରିବା ବହୁ କଠିନ। କାରଣ ନାମ ନେବାରେ କୌଣସି ତ୍ୟାଗ ଲାଗେନି, କିନ୍ତୁ ଠାକୁରଙ୍କ ନୀତି ଆଦର୍ଶ ପାଳନ କରିବାରେ ନିଜର ସ୍ୱାର୍ଥ ତ୍ୟାଗ କରିବାକୁ ପଡ଼େ, ଆଉ ଯେଉଁଟା ଆମେ ଆଦୌ ଚାହୁଁନାହୁଁ। ଆଜି ଆମେ ନିଜକୁ ପଚାରିବା ଉଚିତ ଯେ ମୋର ଗୁରୁ ଭାଇ ବିପଦରେ ପଡ଼ିଲେ ମୁଁ ପ୍ରଥମେ କ'ଣ କରିବି? ମୋର ପଡ଼ା ପଡ଼ୋଶୀ ଭୋକରେ ଥିଲେ ପ୍ରଥମେ ମୁଁ କ'ଣ କରିବି? ଜଣେ ଅସହାୟ ମଣିଷ ମୋ ସାହାଯ୍ୟ ଟିକିଏ ଆଶା କଲେ ମୁଁ କ'ଣ କରିବି? ଏହି ପ୍ରଶ୍ନର ଉତ୍ତର ହିଁ ମୁଁ ଖୋଜି ପାଉନାହିଁ। ଏହି ପ୍ରଶ୍ନର ଉତ୍ତର ଯେ କେହି କହିପାରିବ ଯେ ଆମେ ଠାକୁରଙ୍କର ଭକ୍ତ କି ନୁହେଁ, ତା ପ୍ରମାଣିତ ହେବ। ଭକ୍ତି କେବଳ ମନ୍ଦିରରେ ପ୍ରମାଣ ହୁଏ ନାହିଁ ବନ୍ଧୁଗଣ। ଭକ୍ତି ପ୍ରମାଣ ହୁଏ ମଣିଷର ଦୁଃଖରେ, ଆମର ବ୍ୟବହାରରେ, ଆମର ସହାନୁଭୂତିତାରେ, ଆମର ଶ୍ରଦ୍ଧା ଭଲ ପାଇବା ଦେଇ। ଏହି ଠାକୁରଙ୍କ ପ୍ରତି ପ୍ରକୃତ ଭଲ ପାଇବା ସେତେବେଳେ ପ୍ରକାଶ ପାଏ ଯେତେବେଳେ ଆମେ ତାଙ୍କ ସୃଷ୍ଟିର ଏହି ଦୁର୍ଲଭ ମଣିଷକୁ ଭଲ ପାଉ, ସମସ୍ତଙ୍କୁ ଆପଣାଇ ନେଉ। ଥରେ ପୂଜ୍ୟପାଦ ଆଚାର୍ଯ୍ୟ ଦେବ ଜ୍ଞାନୀ ଓ ଅଜ୍ଞାନୀ ବ୍ୟକ୍ତିଙ୍କ ଚିନ୍ତାଧାରାର ପାର୍ଥକ୍ୟକୁ ସରଳ ଭାବରେ ବୁଝାଇ କହୁଛନ୍ତି, ଯେତେବେଳେ କେହି ଆମର ସମାଲୋଚନା କରନ୍ତି କିମ୍ବା ଆମ ବିଷୟରେ ଅପ୍ରିୟ କଥା କହନ୍ତି, ସାଧାରଣତଃ ଆମ ମନ ଆଘାତ ପାଏ। ଆମେ କ୍ରୋଧିତ ହୋଇ ଏହା ଭାବିବାକୁ ଲାଗୁ ଯେ ସେ ଏପରି କାହିଁକି କହିଲା, ପୁଣି ମୋ ବିଷୟରେ କହିଲା। ଆମର ଧ୍ୟାନ ସେଇ କଥାର ସତ୍ୟତା ଉପରେ ନୁହେଁ, ବରଂ କଥା କହିଥିବା ବ୍ୟକ୍ତି ଉପରେ ରହିଯାଏ। ସେ କହିବାକୁ ସାହସ କଲା କେମିତି? କିନ୍ତୁ
ଯିଏ ଜ୍ଞାନୀ ବ୍ୟକ୍ତି ତାଙ୍କ ଦୃଷ୍ଟିଭଙ୍ଗୀ ଅଲଗା ଥାଏ। ସେ ଭାବାବେଗରେ ବଶବର୍ତ୍ତୀ ହୁଏ ନାହିଁ। ସେ ଶାନ୍ତ ମନରେ ପୁନଃ ବିଚାର କରେ ଯେ ଏ ସମାଲୋଚନାରେ କିଛି ସତ୍ୟ ଅଛି କି ନାହିଁ। ମୋତେ ନିଜ ବ୍ୟବହାରରେ ସୁଧାର ଆଣିବାର ଆବଶ୍ୟକତା ଥିଲା କି ନାହିଁ। ସାମ୍ନା ବ୍ୟକ୍ତିକୁ ଏପରି କହିବାର ଆବଶ୍ୟକତା କାହିଁକି ଅନୁଭବ ମୋ ହୃଦୟରେ ହେଲା, ସେ ତାକୁ ଛାନଭିନ୍ କରିବାକୁ ଲାଗେ। ଯଦି ସମାଲୋଚନାର ସତ୍ୟତା ଥାଏ, ତେବେ ସେ ତାହାକୁ ଆତ୍ମସୁଧାରର ଏକ ସୁଯୋଗ ଭାବେ ଆଉ ତାକୁ ଗ୍ରହଣ କରେ। ଆଉ ଯଦି ସମାଲୋଚନା ମିଥ୍ୟା ଥାଏ, ତେବେ ସେ ତାହାକୁ ଅନାବଶ୍ୟକ ଗୁରୁତ୍ୱ ଦେଇ ଭୁଲିଯାଏ। ଏହି ପରିସ୍ଥିତିରେ ଯଦି ଅଜ୍ଞାନୀ ବ୍ୟକ୍ତିଟିଏ ସମାଲୋଚନାର କାରଣ ପାଲଟେ, ତେବେ ସେ ବୁଝିବା ପରିବର୍ତ୍ତେ ସମାଲୋଚକ ଉପରେ ହିଁ ଧ୍ୟାନ ଦେଇଥାଏ। ସେ ବାରମ୍ବାର ଭାବିଥାଏ ଯେ ସେ ମୋ ବିଷୟରେ ଏପରି କାହିଁକି କହିଲା, ମୋର ସମାଲୋଚନା କରିବାକୁ ତାର ସାହସ କେମିତି ହେଲା, ଲୋକେ ମୋ ବିଷୟରେ କ'ଣ ଭାବୁଥିବେ। ଏପରି ଭାବନା ତାଙ୍କ ମନକୁ କ୍ରୋଧ, ଅହଙ୍କାର ଓ ପ୍ରତିଶୋଧର ଭାବନାରେ ପୂର୍ଣ୍ଣ କରିଦିଏ। ଫଳରେ ତାଙ୍କର ମାନସିକ ଶାନ୍ତି କ୍ଷୀର୍ଣ୍ଣ ହୁଏ। କିନ୍ତୁ ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବ କହୁଥିଲେ, ସମାଲୋଚନାକୁ ଭୟ କରିବା ଆଦୌ ଉଚିତ ନୁହେଁ। ଯଦି ସେଇ ନିନ୍ଦାରେ ସତ୍ୟତା ଥାଏ, ତେବେ ତାହାକୁ ସୁଧାରର ସୁଯୋଗ ଭାବେ ଗ୍ରହଣ କରିବା ଉଚିତ। ସମାଲୋଚନା ମିଥ୍ୟା ହେଲେ ତାହାକୁ ଅନାବଶ୍ୟକ ଗୁରୁତ୍ୱ ଦେବା ଉଚିତ ନୁହେଁ। ହଁ, କହିଲା ତ କହିଲା, ଏସବୁ ଭୁଲି ଯିବାର କଥା। ବୁଦ୍ଧିମାନ ବ୍ୟକ୍ତି ଆରୋପ ବ୍ୟକ୍ତି ଉପରେ ନୁହେଁ, ବରଂ ତଥ୍ୟ ଓ କାରଣ ଉପରେ ଧ୍ୟାନ ଦିଅନ୍ତି। ଆତ୍ମବିଶ୍ଳେଷଣ ଓ ବିନମ୍ରତା ମଣିଷକୁ ଉନ୍ନତିର ପଥରେ ଆଗେଇ ନେଇଯାଏ। ତେଣୁ ଜ୍ଞାନୀ ବ୍ୟକ୍ତି ସମାଲୋଚନା ଶୁଣି କ୍ରୋଧିତ ହୁଏ ନାହିଁ, ବରଂ ସେଥିରେ ଶିଖିବାକୁ କିଛି ଚେଷ୍ଟା କରେ। ଅଜ୍ଞାନୀ ବ୍ୟକ୍ତି ସମାଲୋଚନାର କାରଣ ବୁଝିବା ପରିବର୍ତ୍ତେ ସମାଲୋଚକ ସହିତ ବିବାଦ କରିବାକୁ ଲାଗେ। ତେଣୁ ଜୀବନରେ ପ୍ରଗତି ଓ ମାନସିକ ଶାନ୍ତି ପାଇଁ ସମାଲୋଚନାକୁ ଆତ୍ମସୁଧାରରେ ଏକ ସାଧନ ଭାବେ ଗ୍ରହଣ କରିବା ଉଚିତ। ଆଜି ଆମ ସମସ୍ତଙ୍କର ଆତ୍ମସମୀକ୍ଷାର ସମୟ ଆସିଛି ବନ୍ଧୁଗଣ। ଆସନ୍ତୁ ଆମେ କେବଳ ଠାକୁରଙ୍କ ନାମରେ କି ତାଙ୍କ ଦୀକ୍ଷା ନେବାରେ ସୀମିତ ନ ରହି ତାଙ୍କର ପ୍ରକୃତ ଆଦର୍ଶକୁ ନିଜ ଜୀବନରେ ଜୀବନ୍ତ କରି ତୋଳିବା। କାରଣ ଶେଷରେ ଠାକୁର ଆମର କଥାକୁ ନୁହେଁ, ଆମର ଆଚରଣକୁ ଦେଖିବାକୁ ଚାହିଁଛନ୍ତି। ସେତେବେଳେ ଆମେ ଗର୍ବର ସହିତ କହିପାରିବା, ହେ ଦୟାଲ, ମୁଁ ତୁମରି ସନ୍ତାନ। ମୋର ଆଉ ଜଡ଼ତା ନାହିଁ, ଆଉ ଦୁର୍ବଳତା ନାହିଁ। ମୁଁ ଆଉ କାପୁରୁଷ ନୁହେଁ। ମୁଁ ଆଉ ତୁମକୁ ଭୁଲି ନରକ ଆଡ଼କୁ ଦୌଡ଼ି ଯିବି ନାହିଁ। ହଁ ବନ୍ଧୁଗଣ, ଏଇ ଥିଲା ଆଜିର ବିଶେଷ ଉପସ୍ଥାପନା ଯେ ଜଣେ ଗୁରୁଭ୍ରାତା ଯେତେବେଳେ ବିପଦରେ ପଡ଼େ, ଦୁଃଖରେ ପଡ଼େ, ଆମେ କିପରି ତାଙ୍କ ପ୍ରତି ଆଚରଣ କରିବା କଥା, ତାଙ୍କ ପ୍ରତି ବ୍ୟବହାର ରଖିବା କଥା, ତାଙ୍କୁ କିପରି ସାହାଯ୍ୟ ସହାନୁଭୂତିର ହାତ ବଢ଼ାଇବା କଥା। ଏଇ ଥିଲା ଆମର ବିଶେଷ ଉପସ୍ଥାପନା। ଆଜିର ଭିଡ଼ିଓରେ ସମସ୍ତଙ୍କ ପାଖେ ଅନୁରୋଧର ବାର୍ତ୍ତା ରଖିବା ପାଇଁ। ତେବେ ବନ୍ଧୁଗଣ, ଆଜିର এই ବିଷୟବସ୍ତୁରେ ଯଦି କିଛି ତ୍ରୁଟି ଥାଏ, ତାହେଲେ ପାରିବେ ତ ମୋତେ କ୍ଷମା କରିବେ। ଆଜିର এই ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟସ୍ ବକ୍ସରେ ନିଶ୍ଚୟ ଜଣାଇବେ। এই ବିଷୟରେ ଏଇଠି ରହିବୁ, ପୁଣି ଆଉ ଗୋଟିଏ ସୁନ୍ଦର ବିଷୟବସ୍ତୁଟିଏ ନେଇ ଆସିବୁ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଗୁରୁ। ବନ୍ଦେ ପୁରୁଷୋତ୍ତମ।